ବିଲ କାମ ସାରି ଫେରୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ସ୍ୱାମୀ ସ୍ତ୍ରୀ। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ସୋର ଥାନା ବାଘଆମ୍ପୁଡା ଗ୍ରାମର ଅରୁଣ ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ କୁନି ବିନ୍ଧାଣୀ। ମିଳିଥିବା ସୂଚନା ଅନୁଯାୟୀ ଅରୁଣ ଓ କୁନି ସ୍ୱାମୀ ସ୍ତ୍ରୀ ଦୁହେଁ ବିଲ କାମ ସାରି ଘରକୁ ଫେରୁଥିଲେ। ତେବେ ବର୍ଷା କାରଣରୁ ଏକ ଗଛ ମୂଳରେ ଅପେକ୍ଷା କରିଥିବା ବେଳେ ହଠାତ୍ ଏକ ଦନ୍ତାହାତୀ ସେଠାକୁ ଆସି ଉଭୟଙ୍କୁ ଆକ୍ରମଣ କରିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଖୁଣ୍ଟାପାଟଣା ଫରେଷ୍ଟ ଗାର୍ଡମାନେ ତାଙ୍କୁ ଉଦ୍ଧାର କରି ସର ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଉଭୟଙ୍କ ଅବସ୍ଥା ଅତି ସଙ୍କଟପନ୍ନ ହେବାରୁ ପୁଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। କ'ଣ ହେଇଛି ଘଟଣା କହିଲେ? ତଳା ପକେଇକି ଆସିଥିଲେ ବିଲରୁ ଫେରିଲା ବେଳକୁ ଟିକେ ଲେଟ୍ ହେଇଗଲା। 7:30 ଘଣ୍ଟାର ଟାଇମ୍ର ରାସ୍ତାରେ ଆସୁଥିଲେ, ଆମେ ଜାଣିପାରିଲେନି ସେ ତାଳ ଗଛ ମୂଳରେ କେଉଁ ଜାଗାରେ ହେଲା? ବାଘାମ୍ପୁଡା ମଙ୍ଗଳପୁର। ତମ ଘରଟା ହିଁ ବାଘାମ୍ପୁଡା? ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।